ଯେ ମୁଁ ସକାଳୁ ଉଠି ବାହାରକୁ ଯାଇ କିଛି ଫୁଲ ଆଣିଲି। ସେଇ ଫୁଲରେ ସୁନ୍ଦର ମାଳଟିଏ କରିଥିଲି ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ମନ୍ଦିରକୁ ନେବା ପାଇଁ। ଫୁଲମାଳଟି ତିଆରି ହେଇସାରିବା ପରେ ମୁଁ ଯାଇ ଗାଧେଇ ପାଧେଇ ଆସିଥିଲି। ଆଉ ଯାଇକି ପହଞ୍ଚି ଯାଇଥିଲି ହନୁମାନ ମନ୍ଦିରରେ। ମନ୍ଦିରଟି ତାଲା ପଡ଼ିଥିଲା, ପୂଜକ ଆସିନଥିଲେ ପୂଜା କରିବା ପାଇଁ। ମୁଁ ସେଠି ଫୁଲମାଳଟିକୁ ଥୋଇ ଦେଇ ପ୍ରଭୁଙ୍କ ପାଖରେ ମୁଣ୍ଡିଆ ମାରିଥିଲି। ଏତେ ଶାନ୍ତି ଲାଗୁଥାଏ ସକାଳୁ ଠାକୁରଙ୍କ ଦର୍ଶନରେ, ଆପଣମାନେ ବୁଝି ବି ପାରିବେନି। ଘରକୁ ଆସିଲା ପରେ ମାମା ମୋର ଚାହା ଚୁଡ଼ା ଭଜା କରିଦେଇଥିଲା। ମୁଁ ତାକୁ ନେଇ ଆସିଥିଲି ମୋ ରୁମ୍କୁ। ଆଣିକି ଟିକେ ନଟିଆ କମେଡ଼ି ଲଗାଇ ଦେଇଥିଲି। ନଟିଆ କମେଡ଼ି ନ ଦେଖିଲେ ତ ମୁଁ ସକାଳୁ ଖାଇପାରିବିନି। ଯେତେବେଳେ ବି ମୁଁ ଖାଏ ନଟିଆ କମେଡ଼ି ଦେଖିକି ହିଁ ଖାଏ। ଆପଣମାନେ କେତେଜଣ ନଟିଆ କମେଡ଼ି ଦେଖିକି ଖାଆନ୍ତି କହିବେ। ସାରିବା ପରେ ମୁଁ ଛାତକୁ ଯାଇଥିଲି ଲୁଗାପଟା ଶୁଖାଇବା ପାଇଁ। ସିଡ଼ି ପାହାଚ ଯେହେତୁ କାମ ହୋଇଛି ସେଥିରେ ସବୁ ଓଦା କପଡ଼ା ଦିଆହେଇଛି। ମୁଁ ଆଉ ଟିକେ ସେଥିରେ ପାଣି ଦେଇ ଦେଇଥିଲି। ସବୁତକ ମାମା ସଫା କରିକି ଥୋଇଦେଲା। ମୁଁ ସେତକ ନେଇଯାଇଥିଲି ଛାତକୁ ଶୁଖାଇବା ପାଇଁ। ଗୋଟି ଗୋଟି କରିକି ସବୁତକ ଛାତରେ ଶୁଖାଇ ଦେଲି। ଏତେ ଜୋରରେ ଖରା ହେଉଥିଲା ଯେ 8ଟା ବେଳେ ଶୁଖାଇଲେ ସବୁତକ 10ଟା ବେଳକୁ ଶୁଖିଯାଉଛି। ବହୁତ ଜୋରରେ ଖରା ହେଉଛି। ତାପରେ ଲୁଗାପଟା ଶୁଖାଇ ଦେଇ ମୁଁ ଆସିଥିଲି ଏଠି ତଳକୁ। ଆସିବା ପରେ ଯାଇଥିଲି କ୍ଷୀର ଆଣିବା ପାଇଁ। ଗାଁରେ ମୋର ଗୋଟେ ପିଇସି ନାନୀ ବାହା ହେଇଛନ୍ତି, ତାଙ୍କରି ଘରେ ଆମର କ୍ଷୀର ଆସୁଛି। ତାଙ୍କ ଘରୁ ମୁଁ କ୍ଷୀର ନେଇ ଘରକୁ ଆସିଥିଲି ହେରି। ତାପରେ ଘରକୁ ଆସି ମୁଁ ଟିକେ ଅଳତା ଲଗାଇ ଦେଇଥିଲି। ଅଳତା ଲଗାଇ ସାରିଲା ପରେ ଏବେ ଯାଉଛି ରୋଷେଇ କରିବି। ଯଦି ମୋ ଭିଡ଼ିଓଟି ଭଲ ଲାଗେ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ।